ଶୀତ ଦିନ ଆରମ୍ଭ ହୋଇଗଲେ ଲୋକମାନେ ନିଜ ଶରୀରକୁ ଉଷ୍ମ ରଖିବା ପାଇଁ ଚା କିମ୍ବା କଫି ପିଇଥାନ୍ତି। ଏହାଦ୍ୱାରା ଶୋଷ କମ୍ ଲାଗିଥାଏ, ତେଣୁ ଲୋକମାନେ ପାଣି ପିଇବା କମ୍ କରିଦେଇଥାନ୍ତି। ଏହା କାରଣରୁ ଶରୀରରୁ ଜଳୀୟ ଅଂଶ କମିବାକୁ ଲାଗେ। ଆପଣ ଜାଣନ୍ତି କି ଚା କିମ୍ବା କଫି ଅଧିକ ପରିମାଣରେ ପିଇଲେ ତାହା ଆପଣଙ୍କର ଗଣ୍ଠି ଓ ହାଡ଼ ଉପରେ ଖରାପ ପ୍ରଭାବ ପକାଇଥାଏ। ଅଧିକ ଚା ପିଇବା ଦ୍ୱାରା ଶରୀରରେ ଶର୍କରାର ପରିମାଣ ବଢ଼ିଯାଏ ଏବଂ ଶରୀର ଶୁଷ୍କ ହୋଇଯାଏ। ରାୟପୁର ଏମ୍ସ ହସ୍ପିଟାଲରେ ଅର୍ଥୋପେଡିକ୍ ଏବଂ ସ୍ପୋର୍ଟସ୍ ଇଞ୍ଜୁରି ସର୍ଜରୀ ଡାକ୍ତର ଦୁଷ୍ୟନ୍ତ ଚୌହାନଙ୍କର ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ଯେ ଥଣ୍ଡା ଦିନେ ଚା କିମ୍ବା କଫି ଅଧିକ ପରିମାଣରେ ପିଇବା ଉଚିତ ନୁହେଁ ଓ ଏଥିରୁ ବଞ୍ଚିବା ପାଇଁ କ'ଣ କରିବା ଜରୁରୀ। ଡାକ୍ତର କହିଛନ୍ତି ଯେ ଯଦିଓ ଆପଣଙ୍କର ଗରମ ଚା ପିଉଛନ୍ତି, ଏହା ଆପଣଙ୍କର ହାଡ଼କୁ ଥଣ୍ଡା କରିପାରେ। ଏହି କଥା ଅଜବ ଲାଗିପାରେ, କିନ୍ତୁ ଏହା ପଛରେ ଏକ କାରଣ ମଧ୍ୟ ରହିଛି। ଶୀତ ଦିନ ଆସିବା ମାତ୍ରେ ଆମେ ନିଜକୁ ଉଷ୍ମ ରଖିବା ପାଇଁ ଅତ୍ୟଧିକ ଚା କିମ୍ବା କଫି ପିଇବା ଆରମ୍ଭ କରିଦେଉ ଓ ଥଣ୍ଡା ଲାଗିବା କାରଣରୁ ଆମେ ପାଣି ପିଇବା କମ୍ କରିଦେଉ, ଯେଉଁଥିରେ ଶରୀର ଉଷ୍ମ ହେବାକୁ ଲାଗେ। ଶରୀର ଉଷ୍ମ ହେଲେ ଆଣ୍ଠୁ ମଧ୍ୟରେ ଥିବା କାର୍ଟିଲେଜ ହାଡ଼ ମଧ୍ୟରେ କୁଶନ ଭାବରେ କାମ କରୁଥିବା ନରମ ଶୁଖିବାକୁ ଲାଗେ। ଏହାଦ୍ୱାରା ଦୁଇ ହାଡ଼ ପରସ୍ପର ସହ ଘଷି ହୋଇ ଯନ୍ତ୍ରଣା ଦେଇଥାଏ। ତେଣୁ ଶୀତ ଦିନେ ଶରୀରକୁ ଉଷ୍ମ ରଖିବା ଏବଂ ହାଡ଼ ଉପରେ ଅତ୍ୟଧିକ ଚାପ ରୋକିବା ପାଇଁ ଚା କିମ୍ବା କଫି ସୀମିତ ପରିମାଣରେ ପିଇବା ଉଚିତ। ଡାକ୍ତର ଚୌହାନ କହିଛନ୍ତି ଯେ ଆହୁରି ଶୀତ ଦିନରେ ଚା ଏବଂ କଫି ନିଶ୍ଚିତ ଭାବରେ ପିଇବା ଉଚିତ, କିନ୍ତୁ ପିଇବା ପୂର୍ବରୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଏହା ଆପଣଙ୍କର କାର୍ଟିଲେଜ ଗୁଡ଼ିକର ସୂକ୍ଷ୍ମ ନ ହୋଇ ସୁସ୍ଥ ରହିଥାଏ। ତେଣୁ ଯଦି ଆପଣ ଚା କିମ୍ବା କଫି ପିଉଛନ୍ତି, ତେବେ ପୂର୍ବରୁ ପାଣି ପିଇବାକୁ ଭୁଲନ୍ତୁ ନାହିଁ। ଏହା କେବଳ ଆପଣଙ୍କର ଶରୀରକୁ ହାଇଡ୍ରେଟ୍ ରଖିବ ନାହିଁ, ବରଂ ଶୀତ ଦିନରେ ଆଣ୍ଠୁ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେବ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଦୁନିଆ।